ବେଶ ଅଛି ସେ ବେଶ ଭିତରେ ପୁଷ୍ପ ବେଶଟି ଅତୀବ ରମଣୀୟ। କାରଣ ଜଗନ୍ନାଥ ମହାପ୍ରଭୁଙ୍କର ଅନେକ ତ ବେଶ, ବର୍ଷ ସାରା ବେଶ ଅଛି ଏବଂ ପ୍ରତ୍ୟେକ ଦିନ ମଧ୍ୟ ବେଶ ରହିଛି ବିଭିନ୍ନ ବେଶ। ଶ୍ରୀ ମହାପ୍ରଭୁଙ୍କର ବିଶେଷ ଭାବରେ ସବୁଠାରୁ ଚମତ୍କାର ପୂର୍ଣ୍ଣ ହେଉଛନ୍ତି ବଡ଼ସିଂହାର ବେଶ। ବଡ଼ସିଂହାର ବେଶ ଏଭଳି ଚମତ୍କାର ପୂର୍ଣ୍ଣ ବେଶ, ଯେତେ ବେଶ ଠାକୁରଙ୍କର ଅଛି ଦର୍ଶନ କରି ଭକ୍ତମାନେ କୃପା ପାଇଥାନ୍ତି। କିନ୍ତୁ ବଡ଼ସିଂହାର ବେଶ ହେଉଛି ନିତ୍ୟ ବେଶ, ପ୍ରତ୍ୟେକ ଦିନ ହେଇଥାଏ। କେବଳ ଅଣସରର ଇତ୍ୟାଦି ଏଇଭଳି ଭାବରେ କିଛି ସମୟରେ ମହାପ୍ରଭୁ ଯେହେତୁ ଅଣସରରେ ଥାନ୍ତି ତେଣୁ ବେଶ ହୋଇନଥାଏ। ନଚେତ ସଦାବେଳରେ ସିଂହାସନରେ ମହାପ୍ରଭୁ ଥିବା ପର୍ଯ୍ୟନ୍ତ ତାଙ୍କର ବେଶ ଅନୁଷ୍ଠିତ ହୁଏ। ଏଭଳିକି ରଥଯାତ୍ରା ସମୟରେ ମଧ୍ୟ ମହାପ୍ରଭୁ ଦାଣ୍ଡରେ ବେଶ ହୋଇଥାନ୍ତି ଏବଂ ଗୁଣ୍ଡିଚା ଘରକୁ ଯେତେବେଳେ ଯାଆନ୍ତି ସେଠି ମଧ୍ୟ ବେଶ ହୁଅନ୍ତି। ପ୍ରଭୁଙ୍କର ପୁଷ୍ପ ଅଳଙ୍କାର ଏବଂ ହେଉଛନ୍ତି ବସ୍ତ୍ର, ଇଏ ହେଉଛି ଗୋଟେ ଐତିହ୍ୟ। କାରଣ ତାଙ୍କର ସବୁ ଐତିହ୍ୟ। ଆମେ ପୁଷ୍ପ ଉପରେ ଅନେକ ଆଲୋଚନା ୟା ଭିତରେ କରିସାରିଲେଣି। ଏତେ ଗୁଡ଼ିଏ ଯେଉଁ ବିଧି ବ୍ୟବସ୍ଥା ଅନୁସାରେ ପୁଷ୍ପ ତ ସବୁ ଜାଗାରେ ମହାପ୍ରଭୁଙ୍କର ଲାଗେ, ସବୁଠି ମାଳ ଲାଗି ହେଉଛି, ସେ ତ ଅଛି।